ବର୍ଷ 1937 ମସିହାରେ ହୋଇଥିବା ବଡ଼ ବନ୍ୟାକୁ ଦେଖି ଇଞ୍ଜିନିୟର ଏମ୍ ବିଶ୍ବେଶ୍ୱରାୟ ଚିନ୍ତା କରିଥିଲେ ମହାନଦୀରେ ଏକ ଡ୍ୟାମ୍ ତିଆରି କରିବା ପାଇଁ ଚିନ୍ତା କରିଥିଲେ। ମହାନଦୀରେ ପ୍ରତିବର୍ଷ ହେଉଥିବା ବଡ଼ ବନ୍ୟାକୁ ରୋକିବା ପାଇଁ ଏମିତି ଚିନ୍ତାଧାରା କରିଥିଲେ। ଜାଣି ରଖନ୍ତୁ, ଯେତେବେଳେ ଅଧିକ ଦିନ ଧରି ବର୍ଷା ହୋଇଥାଏ ତେବେ ମହାନଦୀରେ ବଡ଼ ବଡ଼ ବନ୍ୟା ସୃଷ୍ଟି ହୋଇଥାଏ, ଯାହାକି ଆଖପାଖରେ ରହିଥିବା ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେସବୁଙ୍କୁ ବହୁତ ହଇରାଣ ହେବାକୁ ମଧ୍ୟ ପଡ଼ିଥାଏ। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା କି ହୀରାକୁଦ ଡ୍ୟାମ୍ କିପରି ତିଆରି ହୋଇଥିଲା ଓ ଏ ପଛର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା। ତେବେ ଦର୍ଶକ ବନ୍ଧୁ, ଚ୍ୟାନେଲଟିକୁ ଫାଷ୍ଟ ଟାଇମ୍ ପାଇଁ ଆସିଥିଲେ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିକି ଅଲ୍ରେ ସିଲେକ୍ଟ କରିଦିଅନ୍ତୁ। ଯେତେବେଳେ ମଧ୍ୟ ମୁଁ ନୂତନ ଭିଡ଼ିଓ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ନୋଟିଫିକେସନଟି ପହଞ୍ଚି ପାରିବ। ଏମ୍ ବିଶ୍ବେଶ୍ୱରାୟ ପ୍ରଥମେ ପ୍ରସ୍ତାବ ରଖିଥିଲେ କି ମହାନଦୀରେ ଡ୍ୟାମ୍ ତିଆରି ହେବ ବୋଲି। 1945 ମସିହାରେ ଯେତେବେଳେ ବି.ଆର୍. ଆମ୍ବେଦକର ଚେୟାରମ୍ୟାନ୍ ଥିଲେ, ସେ କି ମହାନଦୀରେ ହୀରାକୁଦ ଡ୍ୟାମ୍ ନିର୍ମାଣ ହୋଇପାରିବ କି ନାହିଁ ବୋଲି ରିସର୍ଚ୍ଚ ପଠାଇଥିଲେ। ଯଦି ବି ଡ୍ୟାମ୍ ହେବ ଓ କ'ଣ ଫାଇଦା ହେବ ଲୋକମାନଙ୍କର, ତାହା ଉପରେ ଜୋର ଦେଇକି ରିସର୍ଚ୍ଚ କରିଥିଲେ। ତେବେ 15 ମାର୍ଚ୍ଚ 1946 ମସିହାରେ ଓଡ଼ିଶାର ଗଭର୍ଣ୍ଣର ସାର୍ ହାଥର୍ନ ଲୁଇସ୍ ହୀରାକୁଦ ଡ୍ୟାମ୍ ନିର୍ମାଣର ଭାର ନେଇଥିଲେ। ତେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁ 12 ଏପ୍ରିଲ 1948 ମସିହାରେ ହୀରାକୁଦ ଡ୍ୟାମ୍ର ଶୁଭାରମ୍ଭ କରିଥିଲେ। ଡ୍ୟାମ୍ର ସାଉଣ୍ଡ ଏବଂ ଟେକ୍ନିକାଲ ଚେକ୍ ପାଇଁ ଏକ ମଜିନ୍ଦର କମିଟି ହୀରାକୁଦ ଡ୍ୟାମ୍ରେ ଆପଏଣ୍ଟମେଣ୍ଟ କରାଯାଇଥିଲା। ମୁଖ୍ୟ ବନ୍ଦର ଲମ୍ବା 4.8 କିଲୋମିଟର, ଦୁଇ ପାହାଡ଼ ମଝିରେ ତାହାକୁ ଲଗାଇ ଏହା ତିଆରି କରାଯାଇଛି। ତେବେ 4.8 କିଲୋମିଟର କହିଲେ ବି ବହୁତ ବଡ଼ ଅଟେ। ତେବେ ସେହି ଦୁଇ ପାହାଡ଼ଟି ହେଲା, ଗୋଟିଏ ପଟେ ଲକ୍ଷ୍ମୀ ଡୁଙ୍ଗରି ଆଉ ଗୋଟିଏ ପଟେ ଚନ୍ଦିଲ ଡୁଙ୍ଗରି। ଓଡ଼ିଶାର ସମ୍ବଲପୁର ସହରଠାରୁ ମାତ୍ର 15 କିଲୋମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ୍। ହୀରାକୁଦ ଡ୍ୟାମ୍ ଏସିଆର ଲମ୍ବା ଡ୍ୟାମ୍ ନାମରେ ମଧ୍ୟ ପରିଚିତ। ତେବେ ଏହା ହେଉଛି ଓଡ଼ିଶାର ବୃହତ୍ତମ ଡ୍ୟାମ୍। ଏହି ଡ୍ୟାମ୍ର ଲମ୍ବ ହେଉଛି 4.8 କିଲୋମିଟର ଏବଂ ଏହାର ଉଚ୍ଚତା 200 ଫିଟ୍। ତେବେ ଯେତେବେଳେ ଯଦି ଆପଣ ଏହାକୁ ପାଖରୁ ଦେଖିବା ପାଇଁ ଯିବେ, ଏହା ବହୁତ ବଡ଼ ଅଟେ। ତେବେ ଏହି ଡ୍ୟାମ୍ରେ ସମୁଦାୟ 98ଟି ଗେଟ୍ ଅଛି, 64ଟି ସୁଇଚ୍ ଗେଟ୍ ଏବଂ 34ଟି ଷ୍ଟେଟ୍ ଗେଟ୍। ଇଣ୍ଟରନେଟ୍ ବା ଗୁଗଲର ରିସର୍ଚ୍ଚ ଅନୁଯାୟୀ ହୀରାକୁଦ ଡ୍ୟାମ୍ ହେଉଛି ଏସିଆର ସବୁଠାରୁ ବଡ଼ ଡ୍ୟାମ୍ ବା ମାନବ ନିର୍ମିତ ଡ୍ୟାମ୍ ବୋଲି କୁହାଯାଏ। ତେବେ ହୀରାକୁଦ ଡ୍ୟାମ୍ର ନିର୍ମାଣ ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଉଛି ଇଲେକ୍ଟ୍ରିସିଟି ପ୍ରଡ୍ୟୁସ୍ କରିବା, ଆଉ ଗୋଟିଏ ହେଉଛି ଚାଷ ଜମିମାନଙ୍କୁ ଜଳସେଚନ କରିବା। ଏହି ଡ୍ୟାମ୍ର ମୂଳ ଲକ୍ଷ୍ୟ ଥିଲା। ଡ୍ୟାମ୍ର ଜଳସେଚନରୁ 1,59,106 ହେକ୍ଟର ଖରିଫ ଫସଲ କରାହେଉଥାଏ ଏବଂ 1,08,385 ହେକ୍ଟର ରବି ଫସଲ କରାହେଉଥାଏ। ହୀରାକୁଦ ଡ୍ୟାମ୍ ନ ହେଉ ବୋଲି 30,000ରୁ ଅଧିକ କୃଷକ ଷ୍ଟ୍ରାଇକ୍ କରିଥିଲେ। ହୀରାକୁଦ ଡ୍ୟାମ୍ରୁ ପ୍ରାୟ 15,000 ଲୋକ ପ୍ରଭାବିତ ହୋଇଥିଲେ ଏବଂ ପ୍ରାୟ 22,000 ପରିବାର ବିସ୍ଥାପିତ ହୋଇଥିଲେ। 1956 ମସିହା ଠାରୁ ଲୋକମାନଙ୍କୁ କ୍ଷତିପୂରଣ ନ ଦେଇ ବହୁତ ଲୋକଙ୍କୁ ସେଠାରୁ ସ୍ଥାନାନ୍ତରିତ କରାଯାଇଥିଲା। ହୀରାକୁଦ ଡ୍ୟାମ୍ ତିଆରି ହେବା ପାଇଁ ସେ ସମୟରେ 92.80 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ 1956ରେ ଡ୍ୟାମ୍ କମ୍ପ୍ଲିଟ୍ ହୋଇଥିଲା। 48 କିଲୋୱାଟ୍ ଇଲେକ୍ଟ୍ରିକ୍ ବାହାରିବା ପାଇଁ ଟର୍ବାଇନ୍ ଲଗାଯାଇଥିଲା। ଡ୍ୟାମ୍ରେ 347.5 ମେଗାୱାଟ୍ର ପାୱାର ବାହାରିଲା ବୋଲି ପାୱାର ହାଉସ୍ ଲଗାଯାଇଛି। ହୀରାକୁଦ ଡ୍ୟାମ୍ର ପାଣି ଯୋଗୁଁ ବହୁତ ଗୁଡ଼ିଏ ମନ୍ଦିର ବୁଡ଼ି ଯାଇଥିଲା। ଏହି ମନ୍ଦିର ଗୁଡ଼ିକ ଗ୍ରୀଷ୍ମ ଋତୁରେ ଦେଖାଯାଇଥାଏ। ଏହି ଡ୍ୟାମ୍ରେ ଦୁଇଟି ଅବଜରଭେସନ୍ ଟାୱାର ରହିଛି, ଗୋଟିଏ ହେଉଛି ନେହେରୁ ମିନାର ଆଉ ଗୋଟିଏ ହେଉଛି ଗାନ୍ଧୀ ମିନାର। ତେବେ ଆଜିର ଭିଡ଼ିଓରେ ଏତିକି ହିଁ ଖାଲି। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ଦେଖା